ସନ୍ଧ୍ୟା ହେଲା ମାନେ ପିଲାମାନେ ଲଗାନ୍ତି ମାମା କିଛି ଗୋଟେ କର କ'ଣ ଖାଇବା, ମାମା କିଛି ଗୋଟେ କର କ'ଣ ଖାଇବା। ତେଣୁ ସବୁବେଳେ ଷ୍ଟ୍ରିଟ୍ ଫୁଡ଼୍ କି ବାହାରର ଖାଦ୍ୟ ପିଲାଙ୍କୁ ତ ଆମେ ଦେଇପାରିବାନି। ତ ତାଙ୍କର ସ୍ୱାସ୍ଥ୍ୟ ଆଉ ଟେଷ୍ଟକୁ ଲକ୍ଷ୍ୟ କରିକି ଆଜି ମୁଁ ଏଇ ରେସିପିଟି ବନେଇଛି। ଆପଣମାନେ ଏଇଭଳି ରେସିପି ବନେଇକି ଦିଅନ୍ତୁ, ହେଲ୍ଥକୁ ହେଲ୍ଥ, ଟେଷ୍ଟିକୁ ଟେଷ୍ଟି। ତ ଆଶା କরি ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ। ଯଦି ଭଲ ଲାଗିବ ଚ୍ୟାନେଲଟିକୁ ଲାଇକ୍ କରିବେ, ସେୟାର କରିବେ, ନୂଆ ଥିଲେ ସବସ୍କ୍ରାଇବ୍ କରିଦେବେ। ତ ଚାଲନ୍ତୁ ବନେଇବା। ତ ଆଜି ମୁଁ ବନେଇଛି ନନଭେଜ୍ ସ୍ପ୍ରିଙ୍ଗ ରୋଲ୍। ତ ଏଇ ନନଭେଜ୍ ସ୍ପ୍ରିଙ୍ଗ ରୋଲ୍ ମୁଁ ମଇଦା ନୁହେଁ, ଏଇଟା ମୁଁ ଅଟା ନେଇଛି। ଅଟାରେ ଏଇ ସ୍ପ୍ରିଙ୍ଗ ରୋଲ୍ଟି ଆମେ ବନେଇବା। ଆଉ ବହୁତ ହି ବଢ଼ିଆ ଖାସ୍ତା, ଆଉ ବହୁତ ହି ବଢ଼ିଆ କ୍ରଞ୍ଚି, ଆଉ ବହୁତ ହି ବଢ଼ିଆ ଟେଷ୍ଟି ବନିକି ଆମର ରେଡ଼ି ହେବ। ତ ପ୍ରଥମେ ମୁଁ ଏଠି 2 କପ୍ ଅଟା ନେଇଛି, 2 କପ୍ରୁ ଟିକେ କମ୍ ନେଇଛି। ତାପରେ ସେଥିରେ ମୁଁ ଦେଇଛି ଘିଅ ଗୋଟେ ଛୋଟ ଚାମଚ, ଯେମିତିକି 1 ଟିସ୍ପୁନ୍ ମାନେ ଯେଉଁଟା ମୁଁ ଖାଇବା ଚାମଚରେ ନେଇଛି, ଆଉ ଗୋଟେ ହାଫ୍ ଟିସ୍ପୁନ୍ ଲୁଣ। ତ ଆକୁ ସବୁକୁ ଆମେ ଭଲ ଭାବରେ ଅଟା ସହିତ ମିଶାଇକି ମକଚି ତାକୁ ଚକଡ଼ି ଦେବା। ଯେମିତିକି ଆମେ ଯେମିତି ସିଙ୍ଗଡ଼ା କିମ୍ବା ଆମର ଯେମିତି କଚୋଡ଼ି ଯେମିତି କରନ୍ତି ଖାସ୍ତା ଭଳି, ଅଟାକୁ ଭଲ ଭାବରେ ସେଇଭଳି ଚକଡ଼ି ଦେବା। ତାକୁ ଗୋଟେ ମିଡ଼ିୟମ୍ କନସିଷ୍ଟେନ୍ସିର ଡୋ ବନେଇବା, ନା କି ହାର୍ଡ଼ ନା କି ସଫ୍ଟ। ତ ଏଇଭଳି ବନେଇଦେବା। ତାପରେ ତାକୁ ଲୁଇ କାଟିଦେବା, ମାନେ ଯେଉଁ ଗୁଳା କହନ୍ତି। ତ ଗୁଳା କାଟିଦେବା। ସେ ଗୁଳା ଗୁଡ଼ିକ ଆପଣ ଛୋଟ ଛୋଟ ସାଇଜ୍ର ବା ପୁରୀ ସାଇଜ୍ର ଗୁଳା ହେଉ ବା ପୁରୀଠୁ ଟିକେ ବଡ଼ ହେଲେ ବି ଚଳିବ। ତ ସେଇଭଳି ଗୁଳା କାଟିଦେବା। କାଟିଦେଇ ସାରିଲା ପରେ ଆମେ ତାକୁ ଗୋଟେ ଗୁଳା ନେବା, ତାକୁ ରୁଟି ସାଇଜ୍ର ବେଲିଦେବା, ରୁଟିଠୁ ଟିକେ ଛୋଟ। ତାପରେ ଆଉ ଗୋଟେ ଗୁଳା ନେଇକି ତାକୁ ମଧ୍ୟ ସେଇଭଳି ବେଲିଦେବା। ତାପରେ ଗୋଟେ ରୁଟି ଉପରେ ଟିକେ କିଛି ତେଲ ଲଗେଇଦେବା, ମାନେ କିଛି କ'ଣ ସମ୍ପୂର୍ଣ୍ଣ ଭଲ ଭାବରେ ତା ଚାରିପଟେ, ମାନେ ତା ଉପରେ ତେଲକୁ ସ୍ପ୍ରେଡ଼୍ କରିଦେବା। ତାପରେ କିଛି ଶୁଖିଲା ଅଟା ଛିଟକେଇ ଦେବା। ତ ଶୁଖିଲା ଅଟା ଛିଟକେଇ ସାରିଲା ପରେ ଆଉ ଗୋଟେ ଯେଉଁ ରୁଟି ବେଲିଥିବା ତାକୁ ତା ଉପରେ ରଖିକି ପୁରା ପତଳା ସିଟ୍ ହେବା ପର୍ଯ୍ୟନ୍ତ, ଯେପର୍ଯ୍ୟନ୍ତ ଆପଣ ବେଲି ପାରିବେ, ତ ସେଇଭଳି ବେଲି ଦେବା। ତ ଏଇଭଳି ଭାବରେ ଏଇ ଡବଲ୍ ରୁଟିକୁ ବେଲି ଦେଇକି ତାପରେ ଆମେ ତାୱାରେ ପକାଇବା। ତ ତାୱାଟା ଆମର ଟିକେ ମିଡ଼ିୟମ୍ ଗରମ ହେଇଥିବ, ବେଶୀ ତାତି ନଥିବ, ମିଡ଼ିୟମ୍ ଗରମ ହେଇଥିବ। ତ ସେଇ ଉଷୁମ ତାୱାରେ ଆମେ ଏପଟ ସେପଟ କରିକି, ବେଶୀ ନୁହଁ, 2 ଥର ମାତ୍ର ଏପଟ ସେପଟ କରିକି ଆମେ ସେକିଦେବା। ବେଶୀ ସେକିଲେ ସେଟା ରୁଟି ପରି ହେଇଯିବ, ହାର୍ଡ଼। ତେଣୁକରି ମାତ୍ର 2 ଥର ଓଲଟ ପଲଟ କରିଦେବା। ତାପରେ ଏଠି ଦେଖନ୍ତୁ 2 ଥର ମୁଁ କରିସାରିଲା ପରେ କାଢ଼ି ଦେଇଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଅଲଗା ହେଇଗଲା। ତ ଏଇଭଳି ଭାବରେ ସିଟ୍ ଗୁଡ଼ିକ ଅଲଗା ହେଇଯିବ। ତାପରେ ଏକଦମ ପତଳା ସିଟ୍ ମଧ୍ୟ ବାହାରି ପଡ଼ିବ। ତ ଏଠି ଦେଖନ୍ତୁ ମୋ ହାତ ଏପଟ ସେପଟ ଦେଖାଯାଉଛି। ତ ଏଇଭଳି ଭାବରେ ସ୍ପ୍ରିଙ୍ଗ ରୋଲ୍ ସିଟ୍ ଗୁଡ଼ିକ ବାହାରିଲେ ଆମର ସ୍ପ୍ରିଙ୍ଗ କରିବା ପାଇଁ ବହୁତ ସୁବିଧା ହେବ। ଆକୁ ଆମେ କ'ଣ କରିବା ନା, ଗୋଟେ କପଡ଼ାର ମଏଶ୍ଚର ନ ଶୁଖିବା ପାଇଁ ଗୋଟେ କପଡ଼ାରେ ଭିତରେ ଆମେ ତାକୁ ଗୁଡ଼େଇକି ଭଲ ଭାବରେ ରଖିଦେବା, ଯେମିତି ଆକୁ ଆର ମଏଶ୍ଚର ଶୁଖିବ ନାହିଁ। ତ ଏଇଭଳି ଭାବରେ ମୁଁ ସବୁ ସିଟ୍ ଗୁଡ଼ିକ କରିଛି। ଆପଣ ଚାହିଁଲେ ଆକୁ ଫ୍ରିଜରରେ ବି ରଖିପାରିବେ। ଯେତେବେଳେ ଇଚ୍ଛା ସେତେବେଳେ କାଢ଼ିକି ଆପଣ ପିଲାମାନଙ୍କୁ କରିକି ଦେଇପାରିବେ। କିଛି ଏୟାରଟାଇଟ୍ ଡବା କିମ୍ବା ଏୟାରଟାଇଟ୍ ବ୍ୟାଗ୍ରେ ରଖିକି ଆପଣ ତାକୁ ୟୁଜ୍ କରିପାରିବେ। ତ କିଛି ପ୍ରୋବ୍ଲେମ୍ ନାହିଁ, ଏଇଟା ବଢ଼ିଆ ବନିବ। ତାପରେ ଆକୁ ଆପଣ ଚାହିଁଲେ ଛୋଟ ପିଲାମାନେ ନୁହେଁ, ବଡ଼ ଲୋକମାନେ ମଧ୍ୟ ଆରାମସେ ଖାଇପାରିବେ। ଏଇଟା ବହୁତ ହି ବଢ଼ିଆ ହେଲ୍ଦି, କିଛି ଅସୁବିଧା ନାହିଁ। ଆକୁ ଆପଣ ଡିପ୍ ଫ୍ରାଏ ବା ଏୟାର ଫ୍ରାଏ ଯାହା ବି କରିକି ଦେଇପାରିବେ। ତ ଏଠି ଦେଖନ୍ତୁ ମୋର ସବୁ ସିଟ୍ ଗୁଡ଼ିକ ମୁଁ ବନେଇ ଦେଇ ସାରିଲିଣି। ଏଠି ଦେଖନ୍ତୁ କେତେ ବଢ଼ିଆ ସେ ସବୁ ବନିଯାଇଛି, ପୁରା ରୁମାଲ ପରିକା। ଏଠି ଦେଖନ୍ତୁ ସବୁ ସିଟ୍ ଗୁଡ଼ିକ ମୋର ବନିଗଲା। ଏବେ ଆକୁ ରଖିବା ସାଇଡ଼୍ରେ। ତେବେ ଚାଲନ୍ତୁ ବନେଇବା ସ୍ପ୍ରିଙ୍ଗ ରୋଲ୍ର ଷ୍ଟଫିଂ। ତ ଏଠି ମୁଁ ଚାଉମିନ୍ ଏଗ୍ର ଷ୍ଟଫିଂ ବନେଇଛି ବା ନନଭେଜ୍ ସ୍ପ୍ରିଙ୍ଗ ରୋଲ୍। ତ ପ୍ରଥମେ ଏଠି ମୁଁ କଢ଼େଇ ନେଇଛି, ତାପରେ ଦେଇଛି ରସୁଣ, କିଛି ଅଦା, କିଛି ପିଆଜ, କିଛି କଞ୍ଚା ଲଙ୍କା। ତାପରେ ମୁଁ ଦେଇଛି, ତାକୁ କିଛି ସମୟ ଭାଜି ଦେଇଛି। ତାପରେ ଏଥିରେ ଦେଇଛି ଗାଜର, କିଛି ବନ୍ଧାକୋବି। ଆପଣ ଚାହିଁଲେ ଏଠି ସିମଲା ମିର୍ଚ ନେଇପାରିବେ। ମୁଁ ଏଠି ସିମଲା ମିର୍ଚ ମୋ ପାଖରେ ଯେହେତୁ ନଥିଲା ତ ମୁଁ ନେଇନି। ତ ଆକୁ କିଛି ସମୟ ଆମେ ଭାଜିଦେବା। ତାପରେ ନେବା କିଛି ସ୍ପାଇସେସ୍, ଯେମିତିକି ମୁଁ ଏଠି ନେଇଛି ପିଜ୍ଜା ସିଜନିଂ, ଗରମ ମସଲା, ଆଉ କିଛି ସଲ୍ଟ, ସ୍ୱାଦ ଅନୁସାରେ ଆପଣ ନେବେ। ଆପଣ ଚାହିଁଲେ ଟିକେ ଟର୍ମରିକ୍, ଟିକେ ଚିଲି ଫ୍ଲେକ୍ସ, ଟିକେ ସିଜୱାନ୍ ସସ୍ କିମ୍ବା ଅନ୍ୟାନ୍ୟ ଯେକୌଣସି ମ୍ୟାଗି ମସଲା ଯାହା ଆପଣ ଇଚ୍ଛା କରିବେ ସେଇଟା ନେଇପାରିବେ। ଏଇଟା ବହୁତ ହି ବଢ଼ିଆ ଟେଷ୍ଟି ଲାଗିବ, ବହୁତ ଭଲ ଲାଗିବ। ଆମେ ଦେବା
एठी आमे बॉईल करी रखिथिबा चाउमीन को तो एठी मु चाउमीन को पकेइकी ताकू छोट छोट खंड हाथ रे छिंडेइकी छोट छोट खंड कर देइची। आपण चाहिले जे कोनोसी जगह रे आपण चाहिले सीजर रे भी काटिकी ताकू छोट छोट कर दे परिबे। तापरे एथिरे आमे दबा किछि चिली सॉस, किछि सोया सॉस, किछि टोमेटो सॉस। तो यही भली विभिन्न आपण चाहिले एथिरे सिजन सॉस भी दे परिबे जदि स्पाइस खाउथिबे। तापरे तापर एथिरे आपण चाहिले दे परिबे हमरो रेड चिली सॉस। तो ए सब आपण चाहिले दे परिबे किंतु मु केवल मु जेहेतु मो पिला पई बा मो पो पई करथली सेति पई मु कम स्पाइसेस रे करछि सेति पई केवल ग्रीन चिली आ चिली सॉस ही देछि। तो आपण माने आपण हिसाब रे देबे। तापरे एठी आमे नै जिबा किछि अंडा एठी मु 4टी अंडा नेछि। तो ए अंडा को प्रथमे आमे सेही कढ़ई रे मु सेही कढ़ई बसैकी जो थरे मु चाउमीन स्टफिंग बनैतली ता धरे किछि तेल देइछि। तेल दे सारला परे मु अंडा गुडी को सेथरे भांगी देइछि छोट छोट खंड हवा पर्यंत ताकू भाजी देइछि। तो एमती आमे भाजी साइला परे जो बनैथिबा चाउमीन स्टफिंग रे आकू मिसै दबा। मोर टिके लुण कम हेतला सेति पई मु आ टिके लुण ऐड करछि आपनको टेस्ट हिसाब रे रखिबे। तो हे बनी गला रेडी हे गला हमर एग चाउमीन रो स्टफिंग बा हमर नॉन वेज स्टफिंग। तो तापरे आमे एठी गोटे स्लरी बनेबा। तो स्लरी मु एठी गोटे मैदार बनैछि आपण चाहिले आटार बनै परिबे। तो आटार बनेला बेले गरम पानी नेबे मैदार बनेले नॉर्मल वाटर। तो एई भली स्टफिंग बनै देले एटा पूरा गम परिका बढ़िया से बनि जिवो। तापरे आमे नबा गोटे रोल शीट ता देरे भरिबा हमर स्टफिंग को से ताकू बढ़िया से साइज करके ताकू स्टफिंग को रखिबे। ताकू टाइटली माने ताकू दुई थर फोल्ड कला परे ताकू ए जो हमर स्लरी को भल भाबरे ऊपर तळ आग पछ करके माने चारि पाख बढ़िया से ताकू लगे देबे। दुई पट साइड फोल्ड कर देबे पॉकेट परी। तापरे ताकू रिंग कर देबे बा गुरे देबे। देखिबे केते बढ़िया से पूरा लागी जिवो अठा भली पूरा स्प्रिंग रोल हमर बाहर पड़िबो। तो ए भला देखंतु केते बढ़िया से मु करछि। देखंतु प्रथम टिके अड़ुआ हबो तापरे आपण बारंबार कले सेटा प्रैक्टिस हे जिवो बहुत आसानी से बा बहुत सहज रे हे जिवो। तो एई भली स्प्रिंग रोल जेहेतुटा अटा रे तयारी तेणु फ्राए कला बेले एटा टिके ब्राउन कलर आसीबो। आउ जदि आमे मैदा रे बनेबा तो एटा व्हाइट कलर आसीबो। तेणु देखंतु एठी मोर सब गुडी का स्प्रिंग रोल रेडी हे गलानी। एबे आमे नबा कढ़ई मीडियम फ्लेम रे तेल को रखिबा तापरे आमे आको गोटे गोटे करे छाणी दबा। तो देखंतु एठी मोर सब छाणी सारलेनी। कलर केते बढ़िया बाहरी ची कलर केते बढ़िया हेइची आ गोटे सुंदर भाबरे बाहर जाउची किछि भी खोलिनी एकदम पूरा सब टाइटली रहिची। मु यार आवाज आपण मानु सुनै पारलेनी तो सेति पई सॉरी। तो किंतु एठी मु आपण मानु को भांगी की देखौची केते बढ़िया से ता भीतर पूरा सॉफ्ट आ ऊपर पूरा क्रंची पूरा स्ट्रेट रहिची। आपण मानु को मुटी देखौची केते बढ़िया आ टेस्ट बहुत बढ़िया हेतला। आशा करिबी आपण माने एमती बनेकी पिला मानन को दियंतु निजे भी खांतु। बाहर स्ट्रीट फूड अपेक्षा निजे घरे बनैथिबा हाइजीनिक उपाय रे खाद्यटी केते बढ़िया आपण माने निजे थरे बनै पिला को देबे निजे खाइले जानि परिबा। कमेंट्स रे मते निश्चय जणैबे। रहिली यार सब जाक इंग्रेडिएंट्स मोर कैप्शन रे लिंक कर देबी आपण सेउटू देखि परिबे।